ନମସ୍କାର। ମୁଁ ଆଷ୍ଟ୍ରୋଲୋଜର ଯାଜ୍ଞସେନ ଆଚାର୍ଯ୍ୟ। ଆଜି ମୁଁ ଆପଣମାନଙ୍କୁ ତଥ୍ୟ ଦେବି ଲଗ୍ନ ବାବଦରେ। ବହୁତ ବଢିଆ ଜିନିଷ ଆଜି ଆପଣଙ୍କୁ ମୁଁ କହିବି। ଦେଖନ୍ତୁ ଆଜ୍ଞା, ଆମେ ଯଦି ଗୋଟେ ଜାତକକୁ ଦେଖିବା ବା ଲଗ୍ନ କୁଣ୍ଡଳୀ ଦେଖିବା, ସେଥିରେ ମେଷ ବୃଷ ଏମିତି ଟୋଟାଲ ଯୋଉ 12ଟା ରାଶି ପାଇଁ 12ଟା ଘର ଥାଏ ଆଜ୍ଞା। ଯୋଉ ଘରେ ଏକ ବୋଲିକି ଲେଖା ହେଇଥାଏ ସେଇଟା ହଉଛି ଆଜ୍ଞା ଲଗ୍ନ। ଲଗ୍ନ ମାନେ ମଣିଷ ନିଜେ, ମାନେ ସବୁ କିଛି ଅଟେ ଆଜ୍ଞା। ଦେଖନ୍ତୁ, ରାଶିରୁ ଜଣା ପଡେ ମଣିଷର ମାଇଣ୍ଡ ମାନେ ମନ। ସେ ମଣିଷର ମନଟା କୋଉ ଟାଇପର, ଦ୍ୟାଟ ଡିପେଣ୍ଡସ ଫ୍ରମ ଦି ରାଶି। କିନ୍ତୁ ଲଗ୍ନ ମାନେ ହେଲା ଆଜ୍ଞା ମଣିଷର ଶରୀର, ମଣିଷର ଦେହ, ମାନେ ସ୍ୱୟଂ ମଣିଷ ନିଜେ। ଅର୍ଥାତ୍ ଯେମିତି ଭାବନା, ଯେମିତି ଦେହ, ସେମିତି ଲଗ୍ନ। ଲଗ୍ନରୁ ଜଣାଯାଏ ମଣିଷର ମାନେ ଭାବନା କୋଉ ଟାଇପର, ତାର ଆକ୍ଟିଭିଟିସ, କାମ ଧନ୍ଦା, ଫିଜିକାଲି କେତେ ସେ ମାନେ ଷ୍ଟ୍ରଙ୍ଗ, ଏଇ ସବୁ ଲଗ୍ନରୁ ଜଣା ପଡେ ଆଜ୍ଞା। ଦେଖନ୍ତୁ, ଲଗ୍ନ କାଉଣ୍ଟ ହୁଏ 0 ରୁ 30 ଡିଗ୍ରୀ ପର୍ଯ୍ୟନ୍ତ ଏବଂ ମିଡ ପଏଣ୍ଟ ହଉଛି 15 ମାନେ 15। ଯେଉଁ ବ୍ୟକ୍ତି ବିଶେଷଙ୍କ ଲଗ୍ନ 10 ରୁ 20 ଭିତରେ ହେଇଥାଏ, ମେନଲି ଆଜ୍ଞା 14 ଡିଗ୍ରୀ, 16 ଡିଗ୍ରୀ, 17 ଡିଗ୍ରୀ, 13 ଡିଗ୍ରୀ ଏଇ ଟାଇପର ହେଇଥାଏ, ସେମାନଙ୍କର ପର୍ସନାଲିଟି ଗ୍ରେଟ ହେଇଥାଏ। ଅର୍ଥାତ୍ ସେମାନଙ୍କ କଥାର ଓଜନ ରହିଥାଏ। ସେମାନେ ଦେଖିବେ ଗୋଟେ ଗୋଟେ ଅଫିସରେ ଆଜ୍ଞା ଡକ୍ଟର ଥିବେ, ଲୋକ ଡକ୍ଟର ପାଖକୁ ନ ଯାଇକି, ମାନେ ମେଡିକାଲ କଥା କହୁଛି, କମ୍ପାଉଣ୍ଡର ପାଖରେ ଅଧିକା ଗହଳି କରିଥିବେ, କମ୍ପାଉଣ୍ଡର ଚାହିଦା ଅଧିକା ଥିବ। ଆମ ଲୋକାଲ ଏରିଆରେ ବି ସେଇ ଟାଇପର ଜଣେ ଅଛନ୍ତି। ସେଭଳି ଆପଣ କିଛି କିଛି ଅଫିସରେ ଦେଖିଥିବେ ଆଜ୍ଞା, ବଡ ବଡ ଅଫିସର ଥିବେ କିନ୍ତୁ ତାଙ୍କ କଥାର ଓଜନ କମ ଥିବ, ତାଙ୍କ ତଳତଳିଆ କର୍ମଚାରୀଙ୍କ ଦ୍ଵାରା ତାହେଲେ ଅଫିସ କାମ ଚାଲୁଥିବ। ଏଇଟା ହଉଛି ଆଜ୍ଞା ଏଇ କ୍ଷେତ୍ରରେ ଲଗ୍ନ ବାଜି ମାରିନିଏ। ଅର୍ଥାତ୍ ଯେଉଁ ବ୍ୟକ୍ତି ବିଶେଷଙ୍କ ଲଗ୍ନ ମଜବୁତ ହେଇଥାଏ, ସେଇ ଲୋକର କଥାର ଓଜନ ରହିଥାଏ। ସେ ଯାହା କରିବ, ବେଳେ ବେଳେ ଆପଣ ମାର୍କ କରିଥିବେ, ଆପଣ କାମ କରିବେ 10, ଆପଣଙ୍କୁ ମିଳିବା କଥା ରେଜଲ୍ଟ 10, କିନ୍ତୁ ଆପଣଙ୍କୁ ମିଳେ ରେଜଲ୍ଟ ଆଜ୍ଞା 5, 4, 3। କଣ ପାଇଁ ହେଇଥାଏ? ଲଗ୍ନ ପାଇଁ ହେଇଥାଏ ଆଜ୍ଞା। ଯେଉଁ ବ୍ୟକ୍ତିଙ୍କର ଲଗ୍ନ ଦୁର୍ବଳ, ମାନେ ସପୋଜ 0 ରୁ 30 ଭିତରେ ଲଗ୍ନ କାଉଣ୍ଟ କରାଯାଏ, ଗୋଟେ ବ୍ୟକ୍ତିର ଲଗ୍ନ ହଉଛି ଆଜ୍ଞା 3 ଡିଗ୍ରୀ, 2 ଡିଗ୍ରୀ, ଆଜ୍ଞା ସେ ତାର ଓଜନ କମିଯାଏ ସୋସାଇଟିରେ, ମାନ ସମ୍ମାନ ପ୍ରତିଷ୍ଠା କମିଯାଏ, ସେ କଥାର ଓଜନ କମିଯାଏ। ଆପଣ ଜଣକୁ କହିବେ ଆରେ ଏଇ କାମଟା ଆମର କରିଦବ କି, ସେ ଦେଖିବେ କିଛି କିଛି ଲୋକ କହିବେ, ତାଙ୍କ କଥାର ଗୁରୁତ୍ୱ ରହେ, ଫଟାଫଟ ତାଙ୍କ କାମ ହେଇଯାଏ ଆଜ୍ଞା। ଆପଣ ପଇସା ତ ସମସ୍ତଙ୍କ ପାଖରେ ଅଛି, ଆପଣଙ୍କ ପାଖରେ ବି ଅଛି, ମୋ ପାଖରେ ବି ଅଛି। ଆମେ ଯଦି କାହାକୁ କିଛି ଗୋଟେ କାମ କରେଇବା, ପଇସା ଦେଇକି ନାହିଁ କରେଇବା, ମୁଁ ବି ଦେଇକି କରେଇବି, ଆପଣ ବି ଦେଇକି କରିବେ, କିନ୍ତୁ ପଇସା ଦେବା ସତ୍ତ୍ୱେ ବେଳେ ବେଳେ ଆମେ କାହାକୁ କିଛି ଅର୍ଡର କଲେ ବା କିଛି କାମଟେ କରିବାକୁ କହିଲେ, ଆମ କଥାକୁ କେହି କେହି ଏତେ ସମ୍ମାନ କରନ୍ତିନି ବା ଗୁରୁତ୍ୱ ଦିଅନ୍ତିନି। ତ କେହି କେହି ଏମିତି ଲୋକ ଥାନ୍ତି କି କୌଣସି ଏକ କଥା କହିଲେ ବି ତାଙ୍କ କଥା କାମରେ ପରିଣତ ହେଇଯାଏ। ଏଇଟା ଲଗ୍ନର କରାମତି ଆଜ୍ଞା। ଯେଉଁ ବ୍ୟକ୍ତି ବିଶେଷଙ୍କ ଲଗ୍ନ ଦୁର୍ବଳ ହେଇଥାଏ, ମାନେ 1 ଡିଗ୍ରୀ, 2 ଡିଗ୍ରୀ କିମ୍ବା 27 ଡିଗ୍ରୀ, 28 ଡିଗ୍ରୀ, 25 ଡିଗ୍ରୀ, ସେମାନଙ୍କ କଥାର ଓଜନ କମିଯାଏ ସୋସାଇଟିରେ। କିନ୍ତୁ ଯଦି ଆଜ୍ଞା 16 ଡିଗ୍ରୀ, 17 ଡିଗ୍ରୀ ଲଗ୍ନ ହେଲା, ଯାହା ପାଟିରୁ ବାହାରିବ ମାନେ ତାହା ହିଁ ସତ୍ୟ ହେଇଯିବ। ଅର୍ଥାତ୍ ସେ କଥାର ଓଜନ ରହିବ। ହେଲେ ଲଗ୍ନ ମାନେ ହଉଛି ଆଜ୍ଞା ବ୍ୟକ୍ତି ବିଶେଷ ନିଜେ। ଏବଂ 1 ନମ୍ବର ଘରକୁ ଜାତକରେ ଲଗ୍ନ କୁହାଯାଏ। ସପୋଜ ଆପଣଙ୍କର ମିଥୁନ ରାଶିରେ 1 ଲେଖା ହେଇଛି, ତାମାନେ ଆପଣଙ୍କର ମିଥୁନ ଲଗ୍ନ ବୋଲି କୁହାଯିବ। ଯଦି ଲଗ୍ନ ଦୁର୍ବଳ ହେଇଯାଇଛି କିନ୍ତୁ ଲଗ୍ନାଧିପତି ଷ୍ଟ୍ରଙ୍ଗ ଅଛନ୍ତି, ତାହେଲେ ମ୍ୟାନେଜେବଲ। କିନ୍ତୁ ଯଦି ଲଗ୍ନ ଦୁର୍ବଳ ଏବଂ ଲଗ୍ନାଧିପତି ମଧ୍ୟ ଦୁର୍ବଳ, ତାହେଲେ ଆଜ୍ଞା ସଲା କଥା। ସେଇ ଜାଗାରେ ଆପଣଙ୍କୁ କିଛି ରିମେଡି କରିକିନା ବା ଜେମଷ୍ଟୋନ ଧାରଣ କରିକିନା ଲଗ୍ନର ଷ୍ଟ୍ରେଂଥକୁ ବଢେଇବାକୁ ପଡିବ ଆଜ୍ଞା। ଅନ୍ୟଥା ଆପଣଙ୍କର ୱେଟ ଲସ୍ ହେଇଯିବ, ମାନେ ଓଜନ ସମ୍ମାନ ହାନି ହେଇଯିବ ଆଜ୍ଞା। ଗଲା ଫାର୍ଷ୍ଟ କଥା। ସେକେଣ୍ଡ କଥା, ଯଦି ଲଗ୍ନରେ ଯେଉଁ ଗ୍ରହ ରହେ, ସେଇ ଗ୍ରହର ସ୍ୱଭାବ, ଯାହା ବ୍ୟକ୍ତିର ବ୍ୟକ୍ତିତ୍ୱ ବା ପର୍ସନାଲିଟି ସେଇ ଟାଇପର ହେଇଥାଏ। ଯେମିତି କି ଯଦି ଲଗ୍ନରେ ଆଜ୍ଞା ମଙ୍ଗଳ ଥାଆନ୍ତି, ତାହେଲେ ବ୍ୟକ୍ତି ସାଧାରଣତଃ ସାହସିକିଆ ହେଇଥାଏ, ଜିଦିଖୋର ସ୍ୱଭାବର ହେଇଥାଏ ଏବଂ ଯୋଉଥିରେ ସେ ଲାଗିପାତି କରିବ, ତାକୁ ହାତେଇକି କାମ ସଫଳତାର ପରିଣତ କରିବ ମାନେ କରିବ। ଏଟା ହେଲା ଲଗ୍ନରେ ଯଦି ମଙ୍ଗଳ ଥିବ। ଲଗ୍ନରେ ଯଦି ଚନ୍ଦ୍ର ଥିବ ଆଜ୍ଞା କଣ ହବ? ସାଧାରଣତଃ ବ୍ୟକ୍ତି ଟିକେ ମେଳାପି ସ୍ୱଭାବର ହେଇଥାନ୍ତି, କଥା କଥାରେ ଲୋକଙ୍କ ମନ କିଣି ନିଅନ୍ତି ଆଜ୍ଞା। ସେମାନେ ସମସ୍ତଙ୍କର ପ୍ରିୟ ପାତ୍ର ହେଇଥାନ୍ତି ଆଜ୍ଞା। ଏବଂ ଯଦି ବୁଧ ଥିବେ, ସେମାନେ ବିଜନେସ ଓରିଏଣ୍ଟେଡ କାମ କରନ୍ତି, ତାଙ୍କ କଥାରେ ସେମାନେ ଆଜ୍ଞା ବହୁତ ଲୋକଙ୍କୁ ଆଟ୍ରାକ୍ଟ କରିପାରନ୍ତି। ବୁଧ ହଉଛନ୍ତି ବାଣୀକାରକ ଗ୍ରହ, କଥା କହିକି କାମ ହାତେଇ ଦେବେ ସେମାନେ ଆଜ୍ଞା। ଏବଂ ଆଉ ଯଦି ସେମାନେ ପ୍ଲାଣ୍ଟେସନ କରିବେ, ଆଉ ଗଛ ଲତା ରିଲେଟେଡ କିଛି କାମ କରନ୍ତି, ମନେ ରଖନ୍ତୁ ଲଗ୍ନରେ ଯେଉଁ ଗ୍ରହ ଥାଏ, ଯଦି ସେଇ ଗ୍ରହ ରିଲେଟେଡ ଜଣେ ନିଜର ପ୍ରଫେସନକୁ ଚୁଜ କରେ, ତାହେଲେ ସେଥିରେ ସେ ସଫଳ ହୁଏ ଆଜ୍ଞା। ସପୋଜ ଲଗ୍ନରେ ଅଛନ୍ତି ଶନି, ଶନି ହଉଛନ୍ତି ଆଜ୍ଞା ନ୍ୟାୟାଧୀଶ। ଯଦି ଆପଣ ଲୟର, ଆଡଭୋକେଟ, କୋର୍ଟ କଚେରୀ, ନୋଟାରୀ ଏଇ ରିଲେଟେଡ କିଛି ଆଇନ କାନୁନ, ଆମର ମାନେ ସର୍ଭିସ ପ୍ରୋଭାଇଡର,
କିମ୍ବା ଆମର ଯୋଉ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଆମର ମାନେ କିଛି ମାନେ ଉପଦେଷ୍ଟା ଏଇ ରିଲେଟେଡ ଯଦି ଆପଣ କାମ କରିବେ ଆଇନ ସମ୍ବନ୍ଧୀୟ, ତାହେଲେ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହବ, ଆପଣ ଜଣେ ସକ୍ସେସଫୁଲ ପର୍ସନ ସେଇ ଲାଇନରେ ହେଇପାରିବେ। କିନ୍ତୁ ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା, ସପୋଜ ମୋ ଲଗ୍ନରେ ଆଜ୍ଞା ଅଛନ୍ତି ବୁଧ, କିନ୍ତୁ ବୁଧ ଅଛନ୍ତି ଆଜ୍ଞା 2 ଡିଗ୍ରୀ। 2 ଡିଗ୍ରୀ ମାନେ ଆଜ୍ଞା ଶିଶୁ ଅବସ୍ଥା, ଆଉ 30 ଡିଗ୍ରୀ ମାନେ ଆଜ୍ଞା ପୁରା ବୁଢା ଶେଷ। ମାନେ ଦେଖନ୍ତୁ 0 ରୁ ଯୋଉ 30 ପର୍ଯ୍ୟନ୍ତ ଡିଗ୍ରୀ କାଉଣ୍ଟ ହୁଏ, 1 ଡିଗ୍ରୀ ମାନେ ହେଲା ଶିଶୁ ଅବସ୍ଥା। ଆପଣ ଗୋଟେ ଶିଶୁ ଗୋଟେ ଗୋଟେ ଦାବି କରିବ, ଶିଶୁ ଗୋଟେ ଦାବି କରିବ, ଆରେ ମୋ ପାଇଁ କାମଟା କରିଦିଅ, ଗୋଟେ ଶିଶୁର ଦାବିକୁ ଲୋକ ଶୁଣିବେ କି? ଶୁଣିବେ ନାହିଁ। ଗୋଟେ ବୟସ୍କ ଲୋକ କହିବ ଆରେ ମୋ ପାଇଁ ଏଇଟା କରିଦିଅରେ, ଦେଖିବେ ବୟସ୍କ ଲୋକର କଥାକୁ ବି ଲୋକ ଶୁଣିବେ, ଶିଶୁ ଅପେକ୍ଷା ଅଧିକା ଶୁଣିବେ, କିନ୍ତୁ ଏତେ ଗୁରୁତ୍ୱ ଦେବେନି। କିନ୍ତୁ ଆଜ୍ଞା ଗୋଟେ ୟଙ୍ଗ ଏଜ ର ଲୋକ, ଅର୍ଥାତ 40 ବର୍ଷ 50 ବର୍ଷର ଗୋଟେ ଲୋକଟେ ଲଗ୍ନ ହଉଛି ଆଜ୍ଞା ସେଇ ଜାଗାରେ 15 ଡିଗ୍ରୀ 16 ଡିଗ୍ରୀ 17 ଡିଗ୍ରୀ କାଉଣ୍ଟ କରାଯାଏ। ଯଦି ସେଇଭଳିଆ ଗୋଟେ ଲୋକ କହିବ ଆରେ ଏଇ କାମଟା ମୋର କରିଦିଅ, ପଇସା ନିଅ ମୋ କାମ କରିଦିଅ, ଦେଖିବେ ନିଶ୍ଚିତ ସେ କାମ ହେଇଯିବ। ଏଇଟା ହଉଛି ଆଜ୍ଞା ଲଗ୍ନର କରାମତି। ତେଣୁ ଲଗ୍ନରେ ଯେଉଁ ଗ୍ରହ ବସିଥିବ ସେ କେତେ ମଜବୁତ ହେଇକି ବସିଛି ସେଟା ମଧ୍ୟ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା, ଯାହାକି ହିସାବକୁ ନିଆଯାଏ। ଆଉ ଲଗ୍ନ ବହୁତ ଇମ୍ପୋର୍ଟାଣ୍ଟ ହେଇଥାଏ। ଲଗ୍ନରୁ ଜଣାଯାଏ ମଣିଷର ସ୍ୱଭାବ ମାନେ ପର୍ସନାଲିଟି। ଆପଣଙ୍କ ଲଗ୍ନ କେମିତି ଅଛି, କଣ କଲେ ଲଗ୍ନର ସ୍ଥିତି ମଜବୁତ ହବ, ଆପଣଙ୍କ ଜାତକ ଆନାଲିସିସ୍ ସେଟା ଜାଣି ହବ। ଯଦି ଦୁର୍ବଳ ଅଛି ତାକୁ ପ୍ରତିକାର ମାଧ୍ୟମରେ ଷ୍ଟ୍ରଙ୍ଗ କରାଯାଇପାରେ। ପରବର୍ତ୍ତୀ ସମୟରେ ଆଉ କିଛି ନୂଆ ତଥ୍ୟ ସହିତ ଆସିବି। ରହୁଛି ଆଜ୍ଞା, ଧନ୍ୟବାଦ, ନମସ୍କାର।